ସ୍ଥାନୀୟ ରେଲୱେ ଇନଷ୍ଟିଚ୍ୟୁଟ୍ ଠାରେ ଓଂ ସରସ୍ୱତୀ ଶିଶୁ ମନ୍ଦିର ହାଟବଜାର ଏବଂ ବରପଡ଼ା ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାର 49 ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ଦୁଇ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେଥିମଧ୍ୟରେ ପରୀ କ୍ଷୁଦ୍ର ନାଟକଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା। ଆଜିର ସମାଜରେ ଛୋଟ ଛୋଟ ଶିଶୁକନ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆଧାରିତ ହୋଇଥିଲା। ଏହି ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର ଅର୍ଚ୍ଚିତା ବାରିକ ଏବଂ ଛାତ୍ରୀ ପ୍ରତ୍ୟୁଷା ପରିଡ଼ା, ପଞ୍ଚମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମହାରଥୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ବିଦ୍ୟା ମନ୍ଦିର ତରଫରୁ ପୁରସ୍କୃତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରାକେଶ କୁମାର କଲେଟ, ସିଆର୍ସି ମାନଗୋବିନ୍ଦ ସାହୁ ଏବଂ କୈଳାସ ଚନ୍ଦ୍ର ସୁବୁଦ୍ଧି ମହୋଦୟ ଯୋଗଦାନ କରିଥିଲେ। ପ୍ରଧାନ ଗୁରୁଜୀ ହେମନ୍ତ ଶେଖର ବାରିକ ମଞ୍ଚ ପରିଚାଳନା କରିଥିଲେ। ରଙ୍ଗନାଥ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଗୁରୁମା ଅମିଷା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ସୁରୁଖୁରୁରେ ସମାପ୍ତ ହୋଇଥିଲା। ଖୋର୍ଦ୍ଧାରୁ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ, ONM ନ୍ୟୁଜ୍।